त्वमेव माता च पिता त्वमेव बन्धु च सखा त्वमेव विद्यां द्रविणं त्वमेव सर्वं मम देव। ॐ नमो भगवते वासुदेवाय। ॐ श्री परमात्माय नमः। श्री गणेशाय नमः। श्रीमद्भागवत महापुराण तृतीय स्कंद सप्तदश अध्याय। तौ से असुर रूप जन्मिले दितिर उदरे हिरण्यकर दिग्विजय चरित सतरधाय। मैत्रवाच ब्रह्मावचने देवगण शुणिले अद्भुत कारण विधाता पादे प्रणमिले आनंदे निज पुरे गले। इति कश्यप आज्ञा पाई पुत्रक जन्मे शंका बही सते बरस पूर्ण हेला बेनी बालक प्रसविला। से बेनी पुत्र जन्म काले देवी मेदिनी अंतराले। घर उत्पात भयंकर देखि कपिले सुर नर चल चल संगे मोहि कपिले महाभय पाई। दैला प्राय दश दिगे दिशंति अनल संजगे उल्का संकुल धूमकेतु से आदि सर्व भय हेतु। कर्कशे वै पवन उच्च शुभै घरसन घर प्रचंड बात बळे वृक्ष उड़िले अंतराळे। धूଳି पुरिला दश दिशे निबिड़ अंधार प्रकाशे उच्चे हसिला प्राय होई त्वरित मेघे आच्छादोई। गगने जेते ज्योति थिला हरति मेरे नदी शिला गगने नदी सोई पथ तम आकाश कलाग्रस्त। समुद्र गर्जिला तरंगे कुबितम करादि संगे नदीरु जल सुखी गला निबिड़ा पंक प्रकाशिला। आकाशे चंद्र दिवाकर मंडल दिशंति दूषर बिना मेघरे जे घात हईला घर वज्रघात। निर्घाते रथ घस भिड़े बजिले जने अंतराळे फेर बगण पूर्व मुखे नाद करती अति दुखे करती अति घर सन तुंडे की जले हुतासन। श्रुगाळी उलक हुंकारे नाद करती अति खरे गंधर्व संगे श्वान मिली कांदती ऊर्ध्वे मुख तले दुखी पड़ती पक्षी गणे अरण्य पशु घर सने। मूत्र पुरुषी उत्सर्गंती रासवसने महाभीति गावधुवन्ते रक्त स्रवे गगने घर नाद शुभे। आकाशे पुरी मेघमाळे पूजा वरसति कहळे लिंगे कांदते शक्ति जुक्ते वृक्ष पड़ते बिना बाते। आकाशे ग्रह गण मिली शून्य नाचंती तारा बळी ग्रह करती घर रण प्रहारे दिशे अग्निकण। उत्पात देखि गुरुतरे प्रजाए कंपिले निर्भरे सनक आदि चारि भाई बिना न जाने तत्व केहि। विश्व संसारे महात्रासे सृष्टि प्रलय प्राय दिशे एमते कश्यप भुवने पुत्रे बढ़ती दिन दिने। स्वभावे कर्कश शरीर दिशंति महाभयंकर पर्वत प्राय दिशे दिने दिने
ବଢ଼ିଲେ କଶ୍ୟପ ଭୁବନେ ଶିରେ କୀଟ ହେମମୟ ଉଚ୍ଚ ଗଗନ କିବା ଛୁଏଁ ରବି କି ଜିଣି କୋଟି ମାଝେ ସୁବର୍ଣ୍ଣ ମେଖଳା ବିରାଜେ ଅଙ୍ଗଦ ଆଦି ଶହେ ହସ୍ତେ ନିତ୍ୟ ଧାବନ୍ତି ଶୂନ୍ୟ ପଥେ ଗୃହେ ଚାଲନ୍ତେ ଘର ନାଦେ ମଇ କପଇ ବାଜି ପାଦେ ମହନ୍ତ ପୁତ୍ରଙ୍କର ଗତି ଦେଖି କଶ୍ୟପ ପ୍ରଜାପତି ନାମ କାରଣ ହମ କଲା ବେନି ପୁତ୍ରଙ୍କ ନାମ ଦେଲା ବଜ୍ର କଠିନ ଦେଖିବକୁ ବଇଲା ହିରଣ୍ୟକଶିପୁ ତାର ଅନୁଜ ତହୁ ଦକ୍ଷ କଳ୍ପିଲା ନାମ ହିରଣ୍ୟକ୍ଷ ଦିନକୁ ଦିନ ମହାବପୁ ବଢ଼ିଲା ହିରଣ୍ୟକଶିପୁ ତପେ ପ୍ରମାକୁତ ସକଲା ସ୍ୱଭାବେ ତେଜ ନର୍ଗଳା ଗଦା ବୁଲଇ ମହାରସେ ବେগে ଧାଇଲା ଦଶ ଦିଶେ ଦେଖି ତାର ଦୁଷ୍ଟପଣ ଭয়ে କମ୍ପିଲେ ଦେବଗଣ ବେগে ମିଳିଲେ ତାର ପାଶେ ଖଟିଲେ ଜୀବନର ଆଶେ ତାର ଅନୁଜ ହିରଣ୍ୟକ୍ଷ ଗଦା ସମରେ ମହାଦକ୍ଷ ଜ୍ୟେଷ୍ଠ ଭ୍ରାତାର ପ୍ରିୟକାରୀ ଯୁଧେ ବୁଲଇ ଗଦା ଧରି ବଳେ ପଶିଲା ସ୍ୱର୍ଗପୁରେ ସୁବର୍ଣ୍ଣପୁର ପୟରେ ଚାଲନ୍ତେ ରୁଣୁ ଝୁଣୁ ବାଜେ କୁସୁମ ମାଳା ଗଳେ ସାଜେ କନ୍ଦେ ପକାଇ ଗଦା ବର ପ୍ରିୟ ବାଦେବା ପଟାନ୍ତର ତାର ଗମନ ଅତି ବେগে ଅତି ଉତ୍କୃଷ୍ଟ ମତ ଗର୍ଭେ ଦେଖି ପଳାନ୍ତି ରିପୁଜୁଥେ ନିର୍ଭୟ ଭ୍ରମତି ଜଗତେ ଦେବେ ତାହାର ରୂପ ଦେଖି ଭାଜିଲେ ତ୍ରିଦେବୀ ଉପେକ୍ଷୀ ଆକାଶ ତେଜି ଦେବଗଣେ ଭয়ে ଲୁଚିଲେ ଘର ବଣେ ବନେ ଲୁଚିଲେ ତାର ଦର୍ପେ ଗରୁଡ଼ ଭয়ে ଜେନେ ସର୍ପେ ସ୍ୱର୍গে ପଶିଲା ବେগে ଯାଇ ଦେଖିଲା ସ୍ୱର୍গে ଲୋକ ନାହିଁ ଦେବତା ଇନ୍ଦ୍ର ରାଜ ତୁଲେ ସର୍ପ ସର୍ବ ସମ୍ପଦ ଛାଡ଼ି ଗଲେ ଦେଖିଣ ଇନ୍ଦ୍ରର ସମ୍ପଦ ଅନେକ କଲା ଘର ନାଦ ମୁହୂର୍ତ୍ତେ ସ୍ୱର୍ଗପୁରେ ବସି ପୁଣି ମିଳିଲା ମତେ ଆସି ଅସୁର ବିଚାରଇ ମନେ ପଶିବି ବରୁଣ ଭୁବନେ ମୋର ପ୍ରାୟ ଗଦା ବଳେ କେ ଅବା ଅଛନ୍ତି ପାତାଳେ ହେମନ୍ତେ ମନେ ବିଚାରିଲା ଜଳଧିମ ଦେଶେ ରହିଲା ଜଳଧିମ ଦେଶେ ପଶିଲା ସେ ମଦ ମତ ଅସ୍ତି ପ୍ରାୟ ଜଳଧିମ ଦେହ ଭଗାଏ ଜୟ ପଶନ୍ତେ ମହାସୁର କମ୍ପିଲା ବରୁଣର ପୁର ଭାଜିଲେ ଜଳ ଜନ୍ତୁ ଗଣେ କେବା ବଳିବ ତାକୁ ରଣେ ସବଏ ସର୍ବେ ପଳାଇଲେ ଗଭୀର ଜଳେ ସେ ପଶିଲେ ମନ୍ତ ବରୁଣ ଭୁବନେ ବହୁ ବରଷ ପାପ ମନେ ସେ ବିଭାବରେ ନାମେ ପୁରୀ କାମ ଦେବୀ ଚରଣ କରି ଭ୍ରମଇ କରେ ଗଦା ଧରି କେତାକୁ ସମରେ ଉଭାରି ତାର ନିଶାସ ବାୟୁ ବେগে ବହୁ ତରଙ୍ଗ ଜଳ ଭାଗେ ସେଲମୟ ଗଦା ନେଇ ତାହା ଉପରେ ପ୍ରହାରଇ ରାତ୍ରି ଆଗମେ କଦିନେ ମିଳିଲା ବରୁଣ ଭୁବନେ ଅଳପ ସେ ଉପହାସେ ପ୍ରଣାମ କରି ତାର ପାଶେ ନିଚ ଜନକ ପ୍ରାୟ ହୋଇ বলই শিরে কর দেই রাজা শুণ মর বল তু যুদ্ধ কর মর তুল তুল কপাল শিরমণি তর মহিমা মুহি জানি তু ধর্মদাতা মধ্যে মরু বীর মানক দর্প দুরু মর দর্প বেহর সুখে রাজ
ସେ ଯାଗ କର ହେମନ୍ତ ଶୁଣି ତା ବଚନ ଜଳଧିପତି କପେ ଛନ ପୁଣି ସେ କପ କରି ସ୍ଥିର କହି ବଚନ ମଧୁର ବୋଲେ ଶୁଣବ ବୀରମଣି ମୁଁ ତୋର ରିପୁ ନଏ ପୁଣି ତୁ ବୀର କୌମର ହିତେ ମୁଁ ତତେ ଯୁଝିବି କେମନ୍ତେ ତୁ ମହାବୀରଙ୍କର ବୀର ମୋ ବଲେ କପ ତୁ ସଂଘର ବୀରର ଦିନ କେତେ ଇଚ୍ଛା ତ ଯେବେ ଯୁଦ୍ଧ ଅର୍ଥେ ତୁ ଯୁଦ୍ଧ ମାର୍ଗରେ ନିପୁଣ ତ ତୁଲେ ସମନାରାୟଣ ତୁ ବୀର ରଣେ ସୁପଣ୍ଡିତ କେ ରଣେ ତ ଶିବ ତ ଚିତ କେବଳ ପୁରାଣ ପୁରୁଷ ସେ ବିଷ୍ଣୁ କରିପାରେ ତସ ତତେ ମାରିବେ ସେ ସମୟରେ ତୁ ପୁଣି ସଂଗ୍ରାମ ଭୂମିରେ ବୀର ଶୟନେ ତୁ ଆନନ୍ଦେ ଶୈବ କୁକୁରଙ୍କ ମଧ୍ୟରେ ସେ ରୂପ ବହେ ଜଗତେ ତୋର ପ୍ରାୟ ଦୁଷ୍ଟ ଯେତେ ତାଙ୍କ ଗର୍ବ ଦୂର କରେ ସଂସାର ହିତେ ସେ ବିହରେ ହେମନ୍ତ ଅସୁରକୁ କହି ମନେ ଚିତୋଇ ଭାବଗ୍ରାହୀ ସେ ହରିଚରଣାର ବିନ୍ଦେ ସୁଜନେ ପ୍ରଣମ ଆନନ୍ଦେ ତୃତୀୟ ସ୍କନ୍ଧେ ଭାଗବତ କହି ଦାସ ଜଗନ୍ନାଥ ଇତି ଶ୍ରୀମଦ୍ଭଗବତ ମହାପୁରାଣେ परमहंस संहितां तृतीय स्कन्धे हिरण्य दिग्विजय सप्तम अध्याय हिरण्यक्ष दिग्विजय सप्तम हिमस्यापि रणे भंग मुनेरपि मतिभ्रम यदि सुदम सुदम्बा मम दर्शन विद्यते तदीयं वस्तु गोविन्द तुभ्यमेव समर्पये तेन तद्रिं कमले रतिमे जुषा सुतिम् ओम पुण्यमिदं पुण्यनात् पुण्यमुदच्यते पुण्यस्य पुण्यमादाय पुण्यमेवावशिष्यते।